প্রিয় সাথী, আজি আমি মঙ্গলবার 18 তারিখ নভেম্বর 18 তারিখ মঙ্গলবার এই ସମୟର এই ଦିନର এই ତାରିଖର ଦୈନିକ ରାଶିଫଳକୁ ନେଇ ଦୁଃଖ ସୁଖ ହେବା। ହଁ ବନ୍ଧୁ, ଆଜି ସୂର୍ଯ୍ୟାସ୍ତ 5:05 ପରେ ପରେ ଓ ଅଶୁଭ ସମୟ 2:29ରୁ 3:42 2:29ରୁ 3:42 ଅଶୁଭ ସମୟ। ଏହି ସମୟ ଯାହା ନିର୍ଣ୍ଣୟ କରାହୋଇଛି ତା ପୂର୍ବରୁ ଆମେ ପ୍ରସ୍ତୁତ ହେଲେ ଭଲ। 18 ତାରିଖ ମଙ୍ଗଳବାର, ମେଷ ରାଶି। ଏହି ରାଶିର ଲୋକମାନଙ୍କର ଆଜି ପ୍ରାୟ ଦୁର୍ଯୋଗ ନାହିଁ। ଏଇ କାହା କେଉଁଠି କିଏ ପଦେ ଗାଳି ଦେଇପାରେ ବା କାହା ପାଖରେ ଗୋଟେ ସେକେଣ୍ଡ ପାଇଁ ଗୋଡ଼ ଭାଙ୍ଗି ଟିକେ ଠିଆ ହୋଇପାରନ୍ତି, ନହେଲେ ଦୁର୍ଯୋଗ ନାହିଁ। ଆଜି ହେଉଛି ଧନ ଯୋଗ। ମେଷ ରାଶି ପାଇଁ ଆଜି ଧନ ଯୋଗ। ଯିଏ ଗୋଟେଇ ପାରିବ ଧନ ତାହାର କଥାଟେ ନାହିଁ। ଧନ ଉଡ଼ୁଛି ତାକୁ ଧ। ଯିଏ ଧରି ପାରିବ ସିଏ ଧନୀ ହେବ। ଆଜି ଦାମ୍ପତ୍ୟ ସୁଖରେ ଟିକେ ଉନ୍ନତି ହେବ। ବିପରୀତ ଲିଙ୍ଗ ଟିକେ ଅଧିକ ଆଦର କରିବେ। ବନ୍ଧୁ ସମ୍ପର୍କ ଅଭିବୃଦ୍ଧି ହେବ। ଶ୍ୱଶୁର ଘର ସହିତ ସମ୍ପର୍କ ଟିକେ ମଜବୁତ ହେବ। ଏଇ ଯେଉଁମାନେ ଧନୀ ହେବେ, କେମିତି ହେବେ ନା, ଯେଉଁମାନେ ଉଦ୍ଯୋଗୀ, ଯେଉଁମାନେ ନିରଳସ, ଯେଉଁମାନେ କର୍ମିଷ୍ଠ, ଯେଉଁମାନେ କର୍ମରଙ୍କ, ବିଶେଷତଃ ଯେଉଁମାନଙ୍କ ଜନ୍ମ ଜାତକରେ ଦ୍ୱିତୀୟାଧିପତି ଦ୍ୱିତୀୟ ଘରେ ବା ଦଶମ ଘରେ ଥିବ, ଏ ଘର ସେ ଅଧିପତିଙ୍କର ମିତ୍ର ଘର, ନିଜ ଘର, ଉଚ୍ଚ ଘର ଓ ମୂଳ ତ୍ରିକୋଣ ହୋଇଥିବ, ତେବେ ସେଇମାନେ ହିଁ ବଢ଼ିଆ ଧନ ରୋଜଗାର କରିବେ। ଆଜି ଦିନର ମହତ୍ଵ ବୁଝିବେ। ମେଷ ରାଶି 18 ତାରିଖ ମଙ୍ଗଳବାର, ମେଷ ରାଶି ପାଇଁ ଦୁର୍ଯୋଗ ନାହିଁ, ଯଥେଷ୍ଟ ସୁଯୋଗ ଅଛି। ଯିଏ ଗୋଟେଇ ପାରିବ ଧନ ତାହାର ହେବ। କୁହାଯାଏ ଧନ ଉଡ଼ୁଛି ତାକୁ ହେଇ ପଳେଇଗଲା ହେଲେ ତୁ ଧନୀ ହେବୁ। ମେଷ ରାଶିଆଙ୍କର ଆଜି ଧନ ଯୋଗ ଅଛି, ଦାମ୍ପତ୍ୟ ସୁଖ ଅଛି, ଶ୍ୱଶୁର ଘର ସହିତ ବନ୍ଧୁ ପ୍ରୀତି ଜାଗ୍ରତ ହେବ। ବିପରୀତ ଲିଙ୍ଗ ଟିକେ ଅଧିକ ଆଦର କରିବେ। ଏମାନଙ୍କ ମଧ୍ୟରେ, ଏଇ ମେଷ ରାଶିଆଙ୍କ ମଧ୍ୟରେ ଯିଏ ବୁଦ୍ଧିମାନ, ଉଦ୍ଯୋଗୀ, କର୍ମଯୋଗୀ, ନିରଳସ, ମୁଖ୍ୟତଃ ଯାହା ଜାତକରେ ଦ୍ୱିତୀୟାଧିପ ଦ୍ୱିତୀୟରେ ବା ଦଶମରେ ଥିବେ, ମିତ୍ର ଗୃହରେ ବା ସ୍ୱଗୃହରେ ଥିବେ, ଉଚ୍ଚରେ ବା ମୂଳ ତ୍ରିକୋଣରେ ଥିବେ, ସେ ହିଁ ବିଶେଷତଃ ବେଶୀ ବଢ଼ିଆ ଆୟ କରିବେ। ଆଜି ସମସ୍ତେ ସୁସ୍ଥ ରହିବେ। ଏ ଗଲା ମେଷ କଥା। ବୃଷ ରାଶିଆଙ୍କର ବି କିଛି ଦୁର୍ଦିନ ନାହିଁ, ଦୁର୍ଯୋଗ ନାହିଁ। ସେମିତି କାଁ ଭାଁ କେଉଁଠି ଟିକେ କାହା ସାଙ୍ଗରେ ପାଟି ହେଇପାରେ ବା ଟିକେ ଝୁଣ୍ଟି ପାରନ୍ତି, ବାଧିବନି, କଷ୍ଟ ହେବନି, ମନ ଦୁଃଖ ହେବନି। ଆଜି ମଧ୍ୟ ବୃଷ ରାଶି ପାଇଁ ଏକ ଭଲ ଦିନ, ଭଲ ସୁଯୋଗ। ହଁ ବନ୍ଧୁ, ଶୁଣିବା। 18 ତାରିଖ ମଙ୍ଗଳବାର, ବୃଷ ରାଶି ପାଇଁ ଅସମ୍ଭବ ବୋଲି କିଛି ନାହିଁ। ଆଜି ବୃଷ ରାଶିର ବନ୍ଧୁମାନେ ସବୁ କାମକୁ ସହଜରେ କରାୟତ୍ତ କରିପାରିବେ। ତାଙ୍କ ପାଇଁ ଆଜି ଅସମ୍ଭବ ବୋଲି କିଛି ନାହିଁ। ସବୁ କର୍ମ ସମ୍ଭବ ଓ ସାଧ୍ୟ ଓ ସବୁ ଜାଗା ସୁଗମ ଏବଂ ସବୁ ଲୋକ ପ୍ରିୟ ହୋଇପାରିବେ ଯଦି ଏହି ରାଶିର ଲୋକେ ଯଥା ସ୍ଥାନରେ, ଯଥା ସମୟରେ, ଯଥା ଲୋକ ପାଖରେ ନିଜ ସୁବୁଦ୍ଧିର ପ୍ରମାଣ ଦେବେ। ତେବେ ସେମାନେ ଋଣମୁକ୍ତ ହେବେ, ରୋଗମୁକ୍ତ ହେବେ। ଆଉ ଖାଦ୍ୟ ପେୟ, ଶୟନ ଗମନ, ମନନ ଧ୍ୟାନ, ଦେବତା ଦର୍ଶନ ଆଦି ସମସ୍ତ କାର୍ଯ୍ୟ ସାମାନ୍ୟ ଚେଷ୍ଟାରେ
ଲାଭ କରିପାରିବେ, ସବୁ କାମରେ ସଫଳ ହେବେ, ସମସ୍ତ ଲୌକିକ ଲାଭ ହେବ, ବ୍ୟବସାୟୀମାନଙ୍କର ଯଥେଷ୍ଟ ବେଶୀ ଲାଭ ହେବ, ସମସ୍ତ ବୃତ୍ତିଧାରୀ ଉପକୃତ ହେବେ। ନହେଲେ ଲୋକ ଆଜି ହାରିଯିବେ। କ'ଣ କୁହାଗଲା? ଉଦ୍ଯୋଗୀ ଭବ ଉଦ୍ଯୋଗିନ ପୁରୁଷ ସିଂହ ଉପେଇତି ଲକ୍ଷ୍ମୀ। ପୁରୁଷକୁ ପରା ସିଂହ ସହ ତୁଳନା କରାହେଇଛି। କେଉଁ ପୁରୁଷକୁ? ଉଦ୍ଯୋଗୀ ପୁରୁଷକୁ। ଆଉ ତା ପଛେ ପଛେ ବା ଲକ୍ଷ୍ମୀ ଧାଇଛନ୍ତି। ହଁ, ଉଦ୍ଯୋଗୀ ହେବ, ସମସ୍ତ ଇଚ୍ଛା ଆଜି ପୂରଣ ହେବ, ସମସ୍ତ ଅଭିଳାଷ ମଧ୍ୟ ପୂରଣ ହେବ, ସମସ୍ତ ମନସ୍କାମନା ପୂରଣ ହେବ ଯଦି କିଛି ଦାନ ଧର୍ମ ଓ ସେବା କରିବେ, ତାହେଲେ ସମସ୍ତ ମନସ୍କାମନା ଅଚିରେ ପୂରଣ ହେବ। କିଛି ଦିଅନ୍ତୁ ନା, ଦେଲେ ସିନା ପାଇବେ, ଯାହା ଦେବେ ତାର 6 ଗୁଣ ପାଇବେ। ଇଏ ପୃଥିବୀର ନିୟମ। 18 ତାରିଖ ମଙ୍ଗଳବାର ମିଥୁନ ରାଶିର ବ୍ୟକ୍ତିଗଣ ଯଦି ଭୁଲ ବାଟରେ ଯିବା ପାଇଁ, ଭୁଲ କାମ କରିବା ପାଇଁ ମନ ବଳେଇବେ, ତେବେ ଅପଦସ୍ଥ ହେବେ, ମାଡ଼ ଖାଇବେ, ହଇରାଣ ହେବେ, ସମସ୍ତ ସୁଯୋଜନା ସଫଳ ହେବ, ସନ୍ତାନ ସଂକ୍ରାନ୍ତୀୟ ଶୁଭ ଖବର ଶୁଣିବେ, ଯୋଗ ଭଲ, ଯୋଗ୍ୟ ଯୁବକ ଯୁବତୀଙ୍କ ପାଇଁ କର୍ମ ସଂସ୍ଥାନ ହୋଇଯିବ, ଯୋଗ୍ୟ ବା ଯୋଗ୍ୟା ଜୀବନସାଥୀ ଯୋଗାଡ଼ ହୋଇଯାଇପାରେ, ଆୟ ବୃଦ୍ଧି ହେବ, ଆଉ ଦେହ ମୁଣ୍ଡ ସୁସ୍ଥ ରହିବ, ସମସ୍ତ ପ୍ରକାର ଲୌକିକ ପାରିବାରିକ ପାରମାର୍ଥିକ ସାମାଜିକ ସୁଖ ମିଳିବ, ଶାନ୍ତିରେ ଦିନ ଯିବ। ପ୍ରଥମେ କୁହାଗଲା ଏଇ ବ୍ୟକ୍ତିଗଣ ଯଦି ଭୁଲ ବାଟରେ ଯିବେ, ଭୁଲ କାମ କରିବେ, ଭୁଲ ଚିନ୍ତା କରିବେ, ଅନ୍ୟକୁ କନ୍ଦେଇବେ, ତେବେ ଅପଦସ୍ଥ ହେବେ, ମାଡ଼ ଖାଇବେ। ଯଦି ଭଲ କାମ କରିବେ, ଭଲ ଚିନ୍ତା କରିବେ, ଭଲ ବାଟରେ ଯିବେ, ତାହେଲେ ସମସ୍ତ ସୁଯୋଗ ତାଙ୍କ ପାଖେ ପାଖେ ରହି ସେମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରିବ। 18 ତାରିଖ ମଙ୍ଗଳବାର କର୍କଟ ରାଶିର ଆଜି ଭଲ ଦିନ ନୁହେଁ। 18 ତାରିଖ ମଙ୍ଗଳବାର କର୍କଟ ରାଶିର ସବୁଠାରୁ ମନ୍ଦ ଦିବସ। ଯାବତୀୟ ସମସ୍ୟା ଆଜି ଏ ରାଶିର ବ୍ୟକ୍ତିଙ୍କୁ ବିପଦଗ୍ରସ୍ତ କରିବ। ଗୃହ କଳହ ହେବ, ବନ୍ଧୁଙ୍କ ସହ ମତାନ୍ତର ହେବ, ମନାନ୍ତର ହେବ, ଦେହ ଅସୁସ୍ଥ ହେବ, ପୁରୁଣା ରୋଗୀଙ୍କ ଜୀବନ ସଙ୍କଟାପନ୍ନ ହେବ, ନୂଆ ରୋଗୀ ହଇରାଣ ହରକତ ହେବେ, ଚାରିତ୍ରିକ ଦୋଷ ତ୍ରୁଟିକୁ ନେଇ 12 ଲୋକ 12 କଥା କହିବେ। ତେଣୁ କର୍କଟ ରାଶିର ଲୋକେ ଆଜି ପ୍ରଭାତରୁ ପରଦିନ 19 ତାରିଖ ପ୍ରଭାତ ପର୍ଯ୍ୟନ୍ତ ନିରନ୍ତର ଓମ୍ ଏ ଧ୍ୱନି କରନ୍ତୁ। ଯଦି ନିର୍ଜନ ତାହେଲେ ଉଚ୍ଚ କଣ୍ଠରେ ମଧ୍ୟ ଉଚ୍ଚାରଣ କରନ୍ତୁ। 18 ତାରିଖ ମଙ୍ଗଳବାର ସିଂହ ରାଶି। ସିଂହ ରାଶି ପାଇଁ ବିଶେଷ କିଛି ଅସୁବିଧା ନାହିଁ। ଏପର୍ଯ୍ୟନ୍ତ ଖାଲି ଗୋଟିଏ କର୍କଟ ରାଶିର ଅସୁବିଧା କଥା ମୁଁ କହିଲି ନା। ସିଂହ ରାଶି ପାଇଁ ବିଶେଷ କିଛି ଅସୁବିଧା ନାହିଁ। ଅପୁତ୍ରୀ ଖୋଜେ ପୁଅଟେ ହୁଅନ୍ତା କି, ଦରିଦ୍ର ଚାହେଁ ଧନ ମିଳନ୍ତା କି, ଆତୁର ଚାହେଁ ପୀଡ଼ା କମିଯାଆନ୍ତା କି, ବିବାହ ଯୋଗ୍ୟା କନ୍ୟା ଭାବେ ଯୋଗ୍ୟ ବରପାତ୍ର ମିଳିଯାଆନ୍ତା କି, ଏହିପରି ନାନା ଲୋକଙ୍କର ନାନାବିଧ ଆବଶ୍ୟକତା ଅଛି। ଆଉ ଆଜି ଭକ୍ତଙ୍କୁ ବିଭୁ କୃପା ମିଳିଗଲା ଭଳି ପ୍ରତି ସିଂହ ରାଶିଆଙ୍କୁ ସେମାନଙ୍କର ମନ ଲାଖି ଯୋଗ୍ୟ ପଦାର୍ଥ, ଯୋଗ୍ୟ ବସ୍ତୁ, ଉଚିତ ଜିନିଷ, ଜୀବନ ସାଥୀ, ଆଉ ପ୍ରେମ, ଧନ, ପ୍ରୀତି ସବୁ ମିଳିଯିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦୂରେଇଯିବ, ଉତ୍ତମ ଭୋଜନ ଶୟନ ସୁଖ ମିଳିବ, କୌଣସି ଅସୁବିଧା ନାହିଁ। ସିଂହ ରାଶିର ଲୋକେ ବହୁ ଦିନରୁ ବହୁ ଚିନ୍ତା କରିଛନ୍ତି, ବହୁ ବାସନା କରିଛନ୍ତି, ତାଙ୍କ ମନସ୍କାମନା ପୂରଣ ହେଉନି। ଆଜି ସେମାନଙ୍କର ସେ ସମସ୍ତ ମନସ୍କାମନା ମନୋବାସନା ପୂରଣ ହେବ।
ହଁ। କନ୍ୟା ରାଶି ଆଲୋଚନା କରିବା। 18 ତାରିଖ ମଙ୍ଗଳବାର କନ୍ୟା ରାଶି ପାଇଁ ଅବଶ୍ୟ ଧନ ପ୍ରାପ୍ତି ଯୋଗ ଅଛି, କିନ୍ତୁ ମନରେ କିଛି ଅବଶୋଷ ରହିଛି। ସେଥିପାଇଁ ବ୍ୟକ୍ତି ଆଜି ଏହି କନ୍ୟା ରାଶିର ବ୍ୟକ୍ତି ଆଜି ଅନ୍ୟମନସ୍କ ରହିବ, ମନ ଦହଗଞ୍ଜ ହେବ, ଏଣୁ କାମରେ ମନ ଲାଗିବନି। ଏଥିଲାଗି ଓମ୍ ଧ୍ୱନି କରନ୍ତୁ, ସବୁ ଠିକଠାକ୍ ହେଇଯିବ। ଆଜି ମନ ଟିକେ ଆତୁରିଆ ହେବ, ବିକଳିଆ ହେବ, ଛଟପଟ ହେବ, ଦହଗଞ୍ଜ ହେବ। ଏଥିପାଇଁ ଟିକେ କଳହ ହେଇପାରେ, ଟିକେ ଅସୁବିଧା ହେଇପାରେ। ଛଟପଟିଆ ମନ ତ କିଛି କାମ କରିପାରିବନି ନା। ଯେଉଁ କାମ କରିବ ସେ କାମରେ ଟିକେ ବଦନାମ ହେବ, କାମରେ ସଫଳତା ମିଳିବନି। ତେଣୁ ଆମେ ଜାଣିଗଲା ପରେ ଆଜି ଦିନଟି କେମିତି ସୁଖରେ ଯିବ, ଶାନ୍ତିରେ ଯିବ। କର୍କଟ ରାଶି କହିଥିଲି, ଏବେ ବି କନ୍ୟା ରାଶି କହୁଛି। ନିର୍ଜନରେ ଓମ୍ ଧ୍ୱନି କରନ୍ତୁ। ଯଦି ନିର୍ଜନ ସ୍ଥାନ ମିଳୁଛି, ଲୋକ ଅଛନ୍ତି, ଆସ୍ତେ ଆସ୍ତେ କହନ୍ତୁ ଓମ୍ ଓମ୍ ଓମ୍। ହଁ। 18 ତାରିଖ ମଙ୍ଗଳବାର ତୁଳା ରାଶି ସ୍ୱାତୀ ନକ୍ଷତ୍ରର ଆଜି ଆନନ୍ଦ କହିଲେ ନ ସରେ। ସ୍ୱାତୀ ତୁଳାର ଆଜି ଯଥେଷ୍ଟ ବେଶୀ ସୁଖ, ଶାନ୍ତି, ଆନନ୍ଦ, ପ୍ରୀତି ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଭାରି ବଢ଼ିଆ ଦିନ। ସମସ୍ତ ତୁଳା ରାଶିର ଲୋକେ ଆଜି ପ୍ରଭୂତ ଆନନ୍ଦ ପାଇବେ। ପ୍ରଭୂତ ମାନେ ଖୁବ୍ ବେଶୀ ପ୍ରଭୂତ ଆନନ୍ଦ ପାଇବେ। ଆୟ ଯଥେଷ୍ଟ ହେବ। ସ୍ୱାସ୍ଥ୍ୟ ସମସ୍ୟା ନାହିଁ କହିଲେ ଚଳେ। ଭୋଜନ ଶୟନରେ ସମସ୍ୟା ନାହିଁ। ସମସ୍ତ ବୃତ୍ତିଧାରୀଙ୍କୁ ଯଥେଷ୍ଟ ସୁଯୋଗ ମିଳିବ। ସମସ୍ତ ବୃତ୍ତିଧାରୀ ଯଥେଷ୍ଟ ବେଶୀ ଆୟ କରିବେ। ମନ ପ୍ରଫୁଲ୍ଲ ରହିବ। ଶୁଭ କର୍ମଫଳ ମିଳିବ। ଆଜି ଏକ ଆନନ୍ଦଦାୟକ ଦିନ ତୁଳା ରାଶି ପାଇଁ। ସମସ୍ୟା କିଛି ନାହିଁ ତୁଳା ରାଶି ପାଇଁ। ବିଛା ରାଶି ପାଇଁ ଟିକେ ଅସୁବିଧା। 18 ତାରିଖ ବିଛା ରାଶି, 18 ତାରିଖ ମଙ୍ଗଳବାର ବିଛା ରାଶି ପାଇଁ ଆଜି କୌଣସି ଶୁଭ ସଂକେତ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ହେବ। ପୁରୁଣା ରୋଗ ଥିଲେ ବାଧିବ ବେଶୀ। ପୁରାତନ ରୋଗୀଙ୍କ ପାଇଁ ଅସହ୍ୟ ଯନ୍ତ୍ରଣା ହେବ। ବୃଥା ବ୍ୟୟ ହେବ। ସମ୍ମାନ ହାନି ହେବ। ସ୍ୱାସ୍ଥ୍ୟ, ଧନ, ସମ୍ମାନ ସବୁ ଉପରେ କୁପ୍ରଭାବ ପଡ଼ିବ। ମନ ବିରକ୍ତକର ହେବ। ଦୁଶ୍ଚିନ୍ତା ମୁଣ୍ଡକୁ ବିଚଳିତ କରିବ। ଏଣୁ ଏହି ଦୁର୍ଦିନରେ ଟିକେ ଇଷ୍ଟ ସ୍ମରଣ କରନ୍ତୁ। ଓଂ ହଂ ହନୁମତେ ନମଃ। ଯେତେ ଅଧିକତର କହିବେ ଓଂ ହଂ ହନୁମତେ ନମଃ। 18 ତାରିଖ ମଙ୍ଗଳବାର ଧନୁ ରାଶି ପାଇଁ ବହୁତ ଭଲ ଦିନ। ସାମାନ୍ୟ ସମସ୍ୟା ଅଛି। ପୁରୁଣା ରୋଗୀ ଟିକେ ଅଧିକ କଷ୍ଟ ପାଇବେ। ପୁରୁଣା କଥା ଆଉ କ'ଣ କରାଯିବ। କିନ୍ତୁ ସେ ଯେଉଁ କଷ୍ଟ ସେ ଭୋଗୁଥିଲେ ଗତକାଲି ପର୍ଯ୍ୟନ୍ତ, ସେ ପୀଡ଼ା ଆଜି ଆଉ ହେବନି। ପୁରା ଭଲ, କିନ୍ତୁ ପୀଡ଼ା କମିବ, ଯନ୍ତ୍ରଣା କମିବ, ଶାନ୍ତି ମିଳିବ। କେବଳ ନମୋ ସୂର୍ଯ୍ୟାୟ, ଓମ୍ ନମୋ ସୂର୍ଯ୍ୟାୟ ଏ ମନ୍ତ୍ର ଜପନ୍ତୁ। ଧନୁରାଶିର ଲୋକେ ପୁରୁଣା ପୀଡ଼ା ପୁରା ଭଲ ହେଇଯିବ। ଆଜି ସବୁ ଦିଗରୁ ଲାଭ ହେବ। ଯଥା ବନ୍ଧୁ, ଅର୍ଥ, ଜୀବନସାଥୀ, ନୂଆ ଚାକିରି, ଚାଷ, ଫଳ, ଶସ୍ୟ, ସ୍ୱର୍ଣ୍ଣ, ବିଭିନ୍ନ ପ୍ରକାର ଉପହାର ଇତ୍ୟାଦି ଇତ୍ୟାଦି ନାନା ରୂପରେ ଲକ୍ଷ୍ମୀ ଧନୁ ରାଶି ପାଖକୁ ଆସିବେ। ହେଲେ ବ୍ୟବସାୟୀ ମାନଙ୍କର ସ୍ୱତନ୍ତ୍ର ଲାଭ ହେବ। ଧନୁ ରାଶିର ବ୍ୟବସାୟୀ ମାନେ ଯଥେଷ୍ଟ ବେଶୀ ଲାଭ କରିବେ। ସେଇଭଳି କଞ୍ଚା ପଇସା ଧରୁଥିବା, ପ୍ରତିଦିନ ଅର୍ଥ ଧରୁଥିବା ବ୍ୟକ୍ତିମାନଙ୍କୁ ମହାଲକ୍ଷ୍ମୀଙ୍କର କରୁଣା ଅଛି। ତାଙ୍କର ଆୟ ମଧ୍ୟ ଯଥେଷ୍ଟ ବେଶୀ ହେବ। ସମସ୍ତ ଧନୁରାଶିଙ୍କ ପାଇଁ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ଦେହ ମୁଣ୍ଡ ସୁସ୍ଥ ରହିବ। ଆନନ୍ଦ ଲାଗି ରହିବ। ସେ ଅର୍ଥ ସଙ୍କଟ
ଭିତରେ ଗତି କରିବେନି କି ଋଣଗ୍ରସ୍ତ ହେବେନି କି କାହା ପାଖରେ ହାତ ପାତିବେନି। ମଙ୍ଗଳବାର 18 ତାରିଖ ମକର ରାଶିର ଘାତ ବାର, ଏଣୁ କଷ୍ଟଦାୟକ ଘଟଣା ଘଟିବ, ଭାରି କାଟିବ। ଆଜି ଘାତ ବାର, ମକର ରାଶିର ଘାତ ବାର, ତେଣୁ କଷ୍ଟଦାୟକ ଘଟଣା ଘଟିବ, ଦେହକୁ ବାଧିବ, ଭାରି କାଟିବ। ତଥାପି ତାକୁ କିଛି ସମୟ ପରେ ଭୁଲିଯିବେ। କାହିଁକି ନା ମନ ଆଉ ସେଠିକି ଯିବନି, କର୍ମ ଯୋଜନାରେ ବାନ୍ଧି ହେଇଯିବେ, କର୍ମ ଚଞ୍ଚଳ ରହିବେ, ନିଜ କର୍ମ ପ୍ରତି ଶ୍ରଦ୍ଧା ଓ ଆଗ୍ରହ ବଢ଼ିଯିବ। କର୍ମର ଆନନ୍ଦ, ସୁଖ, ଯଶ, ପ୍ରୀତି, ଅର୍ଥ ଆଦି ଆଶାରେ ତାପରେ ନୂଆ ନୂଆ କର୍ମ କରିଚାଲିବେ। ମିତ୍ରତା ହିଁ ବଢ଼ିଯିବ, ଶାନ୍ତି ମିଳିବ। ଖାଲି ଘାତ ବାର ହେତୁ କେଉଁଠି ଟିକେ ବାଡ଼େଇ ହେବେ, ପିଟିଯିବେ, କଷ୍ଟ ଟିକେ ହେବ, ସେ କମ୍ ପୀଡ଼ା ହେବ। 18 ତାରିଖ ମଙ୍ଗଳବାର, ଆଜି କୁମ୍ଭ ପାଇଁ ଦୁର୍ଭାଗ୍ୟ, କର୍କଟ ପାଇଁ ଦୁର୍ଭାଗ୍ୟ କହିଥିଲି, କନ୍ୟା ପାଇଁ ସମସ୍ୟା କହିଥିଲି, ବିଛା ପାଇଁ ଦୁଃଖ କହିଥିଲି, ଏବେ କୁମ୍ଭ ପାଇଁ ଦୁର୍ଭାଗ୍ୟ। କଥାଟେ ଅଛି, ଫୁଙ୍କି ଫୁଙ୍କି ଚାଲ, ନହେଲେ ଗୋଡ଼ି ଫୁଟିଯିବ। ହାତେ ମାପି ଚାଖଣ୍ଡେ ଚାଲ, ନହେଲେ ଠକିଯିବୁ। ଜଗି ରଖି କଥା କହ, ନହେଲେ ଗାଳି ଶୁଣିବୁ। ବେଶୀ ଶୁଣୁ, କମ କହ, ଅନ୍ୟଥା ଲୋକହସା ହେବୁ। ଏହିସବୁ ନିୟମକୁ ବୁଝି ପାଳନ କଲେ ଉପର ମୁହଁ ଆଉ ତଳକୁ ହବନି, ନହେଲେ କଥାକେ ପ୍ରତି ପଦକ୍ଷେପରେ ଅପମାନିତ ହେବେ। କୁମ୍ଭ ରାଶିର ଆଜି ଅପମାନ ଯୋଗ। ଜଗି ରଖି କଥାବାର୍ତ୍ତା କରନ୍ତୁ, ବ୍ୟବହାର କରନ୍ତୁ, ଆଚାର ବିଚାରରେ ଟିକେ ସଂସ୍କାର ଆଣନ୍ତୁ, ନହେଲେ ଅପମାନ ଜଗି ବସିଛି, ଗିଳିଦେବ। 18 ତାରିଖ ମଙ୍ଗଳବାର, ମୀନ ରାଶିର ସମସ୍ତ ଜନତା ନାନାବିଧ ଶାରୀରିକ ସମସ୍ୟାରେ ଘାଣ୍ଟି ହେବେ। ମୀନ ପାଇଁ ମଙ୍ଗଳବାର ଆଦୌ ଭଲ ନୁହଁ। ଯାହାଠି ଯେଉଁ ରୋଗ ଅଛି, ଆଗରୁ ଭାବିଛନ୍ତି ଭଲ ହେଇଗଲାଣି, ଆଉ ନାହିଁ, ସେଇ ରୋଗ ଆଜି ମୁଣ୍ଡ ଟେକିବ। ଯାହାଠି ଯେଉଁ ରୋଗ ଅଛି, ଆଉ ବେଳେ ବେଳେ ଧମକାଏ, କନ୍ଦାଏ, ସେଇ ରୋଗ ଆଜି ଉତ୍ପାତ କରିବ। ଶୀତ ଦିନ ଭାରି କାଟିବ, ବିନ୍ଧିବ, ଅସହ୍ୟ ହେବ। ମୀନ ରାଶି ପାଇଁ ଆଜି ଭଲ ଦିନ ନୁହଁ। ହଁ ବନ୍ଧୁ, ଆଜି ପାଇଁ ଏତିକି, ସମୟ ହେଇଗଲାଣି। ଆସନ୍ତାକାଲି ଈଶ୍ୱର ଚାହିଁଲେ ଏହି ସମୟରେ ମୁଁ ପୁଣି ଆପଣଙ୍କ ସହିତ ଦୈନିକ ରାଶି ଫଳ ବିଷୟରେ ଦୀର୍ଘ ଆଲୋଚନା କରିବି। ରହିଲି, ନମସ୍କାର।